ପ୍ରଭୁଙ୍କର ମହାନ ନାମରେ ଧନ୍ୟବାଦ ହଉ। ପ୍ରଭୁ ଆଜି ଏହି ସମୟ ଦେଇଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଏ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ବିଷୟ ହେଉଛି ଯାହାକି ଯୋସେଫଙ୍କର ଜୀବନ ବିଷୟରେ ଆମେମାନେ ଦେଖିବା। ଦେଖନ୍ତୁ, ଆମେମାନେ ଯେଉଁ ସ୍ଥାନରେ ବି ପ୍ରଭୁ ଆମମାନଙ୍କୁ ରଖିଛନ୍ତି ତାଠାରୁ ବଡ଼ ସ୍ଥାନ କିଛି ନାହିଁ, ଯେଉଁଥିରେ କି ଆମେ ପ୍ରଭୁଙ୍କର ଆରାଧନା କରିବା, ମହିମା କରିବା। ଆଉ ପବିତ୍ର ବାଇବେଲରେ ଗୋଟିଏ ଯୁବା ବିଷୟରେ ଦେଖିବା, ଯାହାଙ୍କର ନାମ କି ଯୋସେଫ ଅଟେ। ଯୋସେଫ ଯେଉଁ ପରିସ୍ଥିତିରେ ଥିଲେ ମଧ୍ୟ ପ୍ରଭୁ ତାଙ୍କ ସହିତ ଥିଲେ। ଆଦି ପୁସ୍ତକ 39 ଅଧ୍ୟାୟର 2 ପଦରେ ଲେଖା ଅଛି, ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ। ଆଉ ଯୋସେଫ ଗୋଟେ ଆଶୀର୍ବାଦର ମନୁଷ୍ୟ ଥିଲେ, ଆଶୀର୍ବାଦର ପାତ୍ର ଥିଲେ। କାହିଁକି? କାରଣ ପ୍ରଭୁ ତାଙ୍କ ସହିତ ଥିଲେ। ଆଜିର ବିଷୟ ଯଦି ଚିନ୍ତା କରିବା, ଯଦି ଏଇ ମଡ଼େଲ ଯୁଗରେ ଯଦି ଆମମାନେ ଚିନ୍ତା କରିବା, ଯୋସେଫକୁ ଯଦି ଦେଖିବା, ଆମେ କହିଥାନ୍ତୁ ଏ ତ ଅଭିଶାପର ମନୁଷ୍ୟ, ପ୍ରଭୁ ତାଠାରେ ନାହାନ୍ତି, ସେ ତ ବନ୍ଧନରେ ଅଛି, ଦାସ ହେଇକି ଜୀବନ ବିତାଉଛି, ପରିବାର ତାର ଭାଙ୍ଗିଗଲା, ଜଣେ ହେଇଗଲା, କିଏ ବି ତାହାର ସହିତ ନଥିଲେ ବୋଲି କହିଥାନ୍ତୁ। ତ ବାକ୍ୟରେ ଲେଖା ଅଛି, ସେ ଗୋଟିଏ ଦାସ ଭାବରେ କାମ କରୁଥିଲା। ଏମିତି ମନୁଷ୍ୟକୁ ବାଇବେଲ କହେ ଆଶୀର୍ବାଦର ପାତ୍ର ବୋଲି। କାରଣ ପରମେଶ୍ୱର ଯୋସେଫଙ୍କର ସହବର୍ତ୍ତୀ ଥିଲେ। ଆମେ ବି ଏ ଜଗତରେ ରହିବା ବେଳେ ଆମକୁ ପରଫେକ୍ଟ ବିଷୟ ହୋଇନଥାଏ, ମିଳିନଥାଏ। ଆମେ ଯେମିତି ଚାହୁଁଛୁ, ଆମର ଯେମିତି ଇଚ୍ଛା ସେମିତି ହେବ ନାହିଁ। ପ୍ରଭୁଙ୍କର ଇଚ୍ଛାକୁ ଜାଣିବାକୁ ପଡ଼ିବ। ଏ ଜଗତ ଗୋଟିଏ ଯାତ୍ରା ସଦୃଶ୍ୟ। ଆମେ ଏ ଜଗତରେ ସମସ୍ତ ପରିସ୍ଥିତି ଦେଇ ଯିବାକୁ ପଡ଼ିବ। ଯୋସେଫଙ୍କର ବିଷୟରେ ଯଦି ଦେଖିବା, ଯୋସେଫର ପରିବାର ଥିଲେ, ମା ବାପା ଭାଇମାନେ ବି ଥିଲେ। ଯୋସେଫ ଭଲରେ ଥିଲେ, ବାପା ମା ମଧ୍ୟ ତାଙ୍କୁ ବହୁତ ପ୍ରେମ କରୁଥିଲେ। କିନ୍ତୁ ଯୋସେଫର ଏମିତି ପରିସ୍ଥିତି ହେଇଗଲା, ସେ ଅନ୍ୟ ଦେଶରେ ରହିବାକୁ ପଡ଼ିଲା। ତାର କେୟାର କରିବା ଲୋକ ବି କେହି ନଥିଲେ। ଆଉ ଯୋସେଫ ଜେଲରେ ଥିଲେ, ବନ୍ଦୀ ଅବସ୍ଥାରେ ଥିଲେ। ଆମର ଜୀବନରେ ବି ପରିସ୍ଥିତି ଠିକ୍ ଥାଏ, କିନ୍ତୁ ହଠାତ୍ ପରିସ୍ଥିତି ଅଲଗା ହୋଇଯାଏ। ସବୁ କିଛି ଠିକ୍ ଥିଲା, କିନ୍ତୁ ପରିସ୍ଥିତି ଅଲଗା ହେଇଗଲା। ଯୋସେଫର ଜୀବନରେ ବି ସେମିତି ପରିସ୍ଥିତି ହେଇଗଲା। କିନ୍ତୁ ଯୋସେଫ ଆଶୀର୍ବାଦର ପାତ୍ର ଥିଲା, ପରମେଶ୍ୱର ସହବର୍ତ୍ତୀ ଥିଲେ। ଯୋସେଫ ସେଇ ଜେଲରେ ଥିବା ସମୟରେ ମଧ୍ୟ ପରମେଶ୍ୱରଙ୍କୁ ନିନ୍ଦା କଲେ ନାହିଁ, କମ୍ପ୍ଲେନ୍ କରିନାହାନ୍ତି। ସେ ଯେଉଁ ପରିସ୍ଥିତିରେ ଥିଲେ ମଧ୍ୟ ପରମେଶ୍ୱର ଯୋସେଫଙ୍କ ସହିତ ଥିଲେ। ଆମେ ଗୋଟିଏ କଥା ମନେ ରଖିବା, ପରମେଶ୍ୱର ଏମିତି ପରିସ୍ଥିତିରେ ଯୋସେଫଙ୍କୁ ମୁକ୍ତ କରିନାହାନ୍ତି, ଯୋସେଫଙ୍କୁ ଉଦ୍ଧାର କରିନାହାନ୍ତି। ସେ ଜେଲରେ ପଡ଼ିବାକୁ ଦେଲେ, ବନ୍ଦୀ ଅବସ୍ଥାରେ ରହିବାକୁ ଦେଲେ। ଏମିତି ପରିସ୍ଥିତିରେ ବି ପ୍ରଭୁ ତାଙ୍କ ସହିତ ଥିଲେ। ପ୍ରଭୁ ତାହାଙ୍କୁ ଛାଡ଼ି ନାହାନ୍ତି। ଗୀତ ସଂହିତା 9 ଅଧ୍ୟାୟର 10 ପଦରେ ଲେଖା ଅଛି, ପ୍ରଭୁ ଆମମାନଙ୍କୁ ପରିତ୍ୟାଗ କରିନାହାନ୍ତି। ଆମର ଜୀବନରେ ଏମିତି ପରିସ୍ଥିତି ଆସିଲେ ଆମେ ପ୍ରାର୍ଥନା କରିଥାଉ, ପ୍ରଭୁ ଏମିତି ପରିସ୍ଥିତିରୁ ମୁକ୍ତ କର ବୋଲି। କିନ୍ତୁ ପ୍ରଭୁ ଆମ ପାଖରେ ଥିବାଟା ହିଁ ସବୁଠୁ ମହାନ ଅଟେ, ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆମ ପାଇଁ ଯୋଜନା କରିଛନ୍ତି, ତାଙ୍କର ଯୋଜନାକୁ ସେ ପୂରଣ କରିବେ। ଦୁଃଖ କଷ୍ଟ ଜୀବନରେ ଥିବ, କିନ୍ତୁ ପ୍ରଭୁ ଆମମାନଙ୍କୁ ଛାଡ଼ିବ ନାହିଁ। ମାଥିଉ 28 ଅଧ୍ୟାୟର 20 ପଦରେ ଲେଖା ଅଛି, ପ୍ରଭୁ କହନ୍ତି, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମ ସହିତ ଅଛି। ପ୍ରଭୁ ଆମମାନଙ୍କ ଠାରେ ଅଛନ୍ତି। ଆଉ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆମମାନଙ୍କୁ ଆତ୍ମିକରେ ବଢ଼ାନ୍ତୁ। ଆଉ ଏ ମେସେଜକୁ ସେୟାର କରନ୍ତୁ। ଆଉ ଏହି ବାକ୍ୟ ଦେଇ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।